ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथ दासाय नमः। हे माँ सरस्वती तुम्हें कंठरे बस, माँ कंठरे बस। अतिबड़ी जगन्नाथ दास रचित श्रीमद् भागवत महापुराणर तृतीय स्कंधर आज आम सप्तदश अध्याय बा 17तम अध्याय श्रवण करवा। ଏହି ଅଧ୍ୟାୟରେ ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କର ଜନ୍ମ ତଥା ହିରଣ୍ୟାକ୍ଷର ଦିଗ୍ବିଜୟ କଥା ବର୍ଣ୍ଣନା କରାଯାଇଛି। ଏଥିରେ ଆଉ ଏକ ସୁନ୍ଦର ଜିନିଷ ବର୍ଣ୍ଣନା ହୋଇଛି, ତ ତାହାକୁ ବି ଟିକେ ଆମେ ଜାଣିବା। ସାଧାରଣତଃ ଜାଁଳା ଛୁଆ ଜନ୍ମ କ୍ଷେତ୍ରରେ କିଏ ବଡ଼, ଯିଏ ପ୍ରଥମେ ଜନ୍ମ ହୁଏ ନା ଯିଏ ଶେଷରେ ଜନ୍ମ ହୁଏ, ତାହାର ଏକ ସୁନ୍ଦର ବୃତ୍ତାନ୍ତ ଏଠି ବର୍ଣ୍ଣନା କରାଯାଇଛି। ଆପଣମାନେ ଏହାକୁ ପ୍ରାୟତଃ ଲୋକମାନେ ଜାଣନ୍ତି ନାହିଁ। ଏହି ସୁନ୍ଦର ପୌରାଣିକ ଆଖ୍ୟାନ ସହିତ ତାର କାରଣ କିଏ କାହିଁକି ବଡ଼ ସେ ବିଷୟରେ ଆମେ ଅବଗତ ହୋଇପାରିବା। ଏହାର ପ୍ରଥମ ଭାଗରେ ପଦ୍ୟାନ୍ତରୀ ଏବଂ ଦ୍ୱିତୀୟ ଭାଗରେ ଏହାର ବ୍ୟାଖ୍ୟା ଶ୍ରବଣ କରିବା। ତେବେ ଆସନ୍ତୁ ଆରମ୍ଭ କରିବା ତୃତୀୟ ସ୍କନ୍ଧର ସପ୍ତଦଶ ଅଧ୍ୟାୟ। ସପ୍ତଦଶ ଅଧ୍ୟାୟ ଏଠି ଜୟ ବିଜୟ ବ୍ରାହ୍ମଣ ମାନଙ୍କ ଅଭିଶାପ ବଳରେ ମର୍ତ୍ତ୍ୟମଣ୍ଡଳରେ ଦୈତ୍ୟ ରୂପରେ ଦୈତ୍ୟ ଯୋନିରେ ସେମାନେ ଜନ୍ମ ହୋଇଥିଲେ। କାହାର? ଦିତିଙ୍କ ଗର୍ଭରେ। କଶ୍ୟପ ଋଷି ଦିତିଙ୍କ ଗର୍ଭ ସନ୍ଧ୍ୟାକାଳୀନ ସମ୍ଭୋଗ ପରେ ଦିତିଙ୍କ ଗର୍ଭରେ ଜୟ ବିଜୟ ଅସୁର ରୂପେ ଜନ୍ମଲାଭ କରିଥିଲେ। ସେହି ଜୟ ବିଜୟଙ୍କର ପରଜନ୍ମ ହେଉଛି ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷ। ସେହି ବିଷୟରେ ବର୍ତ୍ତମାନ ଏଠି ବର୍ଣ୍ଣନା କରାଯାଇଛି। ତହୁଁ ସେ ଅସୁର ରୂପରେ ଜନ୍ମିଲେ ଦିତିର ଉଦରେ, ହିରଣ୍ୟାକ୍ଷର ଦିଗ୍ବିଜୟେ ଚରିତ 17 ଅଧ୍ୟାୟେ। ମୈତ୍ରେୟ ଉବାଚ ବ୍ରହ୍ମାବଚନେ ଦେବଗଣ, ଶୁଣିଲେ ଅଦ୍ଭୁତ କାରଣ। ବିଧାତା ପାଦେ ପ୍ରଣମିଲେ, ଆନନ୍ଦେ ନିଜ ପୁରେ ଗଲେ। ଦିତି କଶ୍ୟପ ଆଜ୍ଞା ପାଇ, ପୁତ୍ରଙ୍କ ଜନ୍ମେ ଶଙ୍କା ବହି। 7 ବରଷ ପୂର୍ଣ୍ଣ ହେଲା, ବେନି ବାଳକ ପ୍ରସବିଲା। ସେ ବେନି ପୁତ୍ର ଜନ୍ମ କାଳେ, ଦିବି ମେ ଦିନି ଅନ୍ତରାଳେ। ଦିବି କହିଲେ ସ୍ୱର୍ଗ। ଘୋର ଉତ୍ପାତ ଭୟଙ୍କର, ଦେଖି କମ୍ପିଲେ ସୁର ନର। ଚଳ ଅଚଳ ସଙ୍ଗେ ମହି, କମ୍ପିଲେ ମହାଭୟ ପାଇ। ଦହିଲା ପ୍ରାୟ ଅଷ୍ଟଦିଗେ, ଦିଶନ୍ତି ଅନଳ ସଂଯୋଗେ। ଉଲ୍କାସ କୂଳ ଧୂମକେତୁ, ଯେ ଆଦି ସର୍ବଭୟ ହେତୁ। କର୍କଶେ ବହି ପବନ, ଉଚ୍ଚେଷୁ ଭଇ ଘୋର ସ୍ୱନ। ଘୋର ପ୍ରଚଣ୍ଡ ବାତ ବେଳେ, ଘୋର ପ୍ରଚଣ୍ଡ ବାତ ବଳେ। ବୃକ୍ଷେ ଉଡ଼ିଲେ ଅନ୍ତରାଳେ, ଧୂଳି ପୂରିଲା 10 ଦିଶେ। ନିବିଡ଼ ଅନ୍ଧାର ପ୍ରକାଶେ, ଉଚ୍ଚେହ ଶିଲା ପ୍ରାୟ ହୋଇ। ତଡ଼ିତ ମେଘେ ଆଚ୍ଛାଦଇ, ଗଗନେ ଯେତେ ଜ୍ୟୋତି ଥିଲେ। ଘୋରତି ମିରେ ନ ଦିଶିଲେ, ଗଗନେ ନ ଦିଶଇ ପଥ। ତମ ଆକାଶ କଲାଗ୍ରସ୍ତ, ସମୁଦ୍ର ଗର୍ଜିଲା ତରଙ୍ଗେ। କ୍ଷୁଭିତ ମକରାଦି ସଙ୍ଗେ, ନଦୀରୁ ଜଳ ଶୁଖିଗଲା। ନିବିଡ଼ ପଙ୍କ ପ୍ରକାଶିଲା, ଆକାଶେ ଚନ୍ଦ୍ର ଦିବାକର। ମଣ୍ଡଳେ ଦିଶନ୍ତି ଧୂସର, ବିନା ମେଘରେ ଯେ ନିର୍ଘାତ। ହୋଇଲା ଘୋର ବଜ୍ରପାତ, ନିର୍ଘାତେ ରଥ ଘୋଷ ବିଳେ। ଗର୍ଜିଲେ ଜହ୍ନେ ଅନ୍ତରାଳେ,
ଫେରବ ଗଣ ପୂର୍ବ ମୁଖେ ନାଦ କରନ୍ତି ଅତି ଦୁଃଖେ କରନ୍ତି ଅତି ଘୋର ସନ ତୁଣ୍ଡେ କି ଜଳେ ହୁତାସନ ଶୃଗାଳୀ ଉଲୁକ ହୁଙ୍କାରେ ନାଦ କରନ୍ତି ଅତି ଖରେ ଗର୍ଦ୍ଧବ ସଙ୍ଗେ ଶ୍ୱାନେ ମିଳି କାନ୍ଦନ୍ତି ଊର୍ଦ୍ଧ୍ୱେ ମୁଖ ତୋଳି ବୃକ୍ଷୁପଡ଼ନ୍ତି ପକ୍ଷୀ ଗଣେ ଅରଣ୍ୟ ପଶୁ ଘୋର ଶୋନେ ମୂତ୍ରପୁରୀଷ ଉତ୍ସର୍ଗନ୍ତି ରାସଭ ଶୋନେ ମହାଭୀତି। ରାସଭ କହିଲେ ଗଧ, ଫେରବ କହିଲେ ଶୃଗାଳ। ଗାବଦୁ ହନ୍ତେ ରକ୍ତସ୍ରାବେ ଗଗନେ ଘୋର ନାଦ ଶୁଭେ ଆକାଶେ ପୁରୀ ମେଘମାଳେ ପୂଜବ ରସନ୍ତି ଗହଳେ ଲିଙ୍ଗେ କାନ୍ଦନ୍ତି ଶକ୍ତିଯୁକ୍ତେ ବୃକ୍ଷେ ପଡ଼ନ୍ତି ବିନା ବାତେ। ଲିଙ୍ଗେ କାନ୍ଦନ୍ତି ଶକ୍ତିଯୁକ୍ତେ ଅର୍ଥାତ୍ ଦେବଦେବୀଙ୍କ ପ୍ରତିମା କନ୍ଦନ କଲେ ବା କାନ୍ଦିଲେ। କାହାଙ୍କ ସମୟରେ? ଯେତେବେଳେ ହିରଣ୍ୟ କଶିପୁ ହିରଣ୍ୟାକ୍ଷ ଜନ୍ମ ହେଲେ। ଆକାଶେ ଗ୍ରହ ଗଣ ମିଳି ଶୂନ୍ୟେ ନାଚନ୍ତି ତାରାବଳୀ ଗ୍ରହେ କରନ୍ତି ଘୋର ରଣ ପ୍ରହାରେ ଦିଶେ ଅଗ୍ନିକଣ ଉତ୍ପାତ ଦେଖି ଗୁରୁତରେ ପ୍ରଜାଏ କମ୍ପିଲେ ନିର୍ଭରେ ସନକ ଆଦି ଚାରି ଭାଇ ବିନା ନ ଜାଣେ ତତ୍ତ୍ୱ କେହି ବିଶ୍ୱ ସଂସାରେ ମହାତ୍ରାସେ ସୃଷ୍ଟି ପ୍ରଳୟ ପ୍ରାୟ ଦିଶେ ଏମନ୍ତେ କଶ୍ୟପ ଭୁବନେ ପୁତ୍ରେ ବଢ଼ନ୍ତି ଦିନେ ଦିନେ ସ୍ୱଭାବେ କର୍କଶ ଶରୀର ଦିଶନ୍ତି ମହାଭୟଙ୍କର ପର୍ବତ ପ୍ରାୟ ଦିନେ ଦିନେ ବଢ଼ିଲେ କଶ୍ୟପ ଭୁବନେ ଶିରେ କିରୀଟ ହେମମୟେ ଉଚ୍ଚେ ଗଗନ କିବା ଛୁଏଁ ରବି କି ଜିଣି କଟି ମାଝେ ସୁବର୍ଣ୍ଣ ମେଖଳା ବିରାଜେ ଅଙ୍ଗଦ ଆଦି ସ୍ୱହେ ହସ୍ତେ ନିତ୍ୟ ଧାବନ୍ତି ଶୂନ୍ୟ ପଥେ ଗୃହେ ଚାଲନ୍ତେ ଘୋର ନାଦେ ମହିକ ପଇ ବାଜି ପାଦେ ଏମନ୍ତ ପୁତ୍ରଙ୍କର ଗତି ଦେଖି କଶ୍ୟପ ପ୍ରଜାପତି ନାମକ ରଣ ହୋମ କଲା ବେନି ପୁତ୍ରଙ୍କ ନାମ ଦେଲା ବଜ୍ର କଠିନ ଦେଖି ବପୁ ବୋଇଲା ହିରଣ୍ୟକଶିପୁ ତାର ଅନୁଜ ତହୁଁ ଦକ୍ଷ କଳ୍ପିଲା ନାମ ହିରଣ୍ୟାକ୍ଷ। ଅନୁଜ କହିଲେ କ'ଣ? ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷ ଦୁହେଁ ଯମଜ ସନ୍ତାନ ଥିଲେ। ଜନ୍ମ ସମୟରେ ପ୍ରଥମେ ହିରଣ୍ୟାକ୍ଷ ଓ ପରେ ହିରଣ୍ୟକଶିପୁ ଜନ୍ମ ହୋଇଥିବାରୁ ସାଧାରଣତଃ ହିରଣ୍ୟାକ୍ଷକୁ ବଡ଼ ଭାଇ କୁହାଯିବା ଉଚିତ ଥିଲା। ମାତ୍ର ଯମଜ ସନ୍ତାନ କ୍ଷେତ୍ରରେ ପ୍ରଥମେ ଭୂମିଷ୍ଠ ହୋଇଥିବା ସନ୍ତାନ ସାନ ଓ ପରେ ଭୂମିଷ୍ଠ ହୋଇଥିବା ସନ୍ତାନ ବଡ଼ ବୋଲି ଧରାଯାଏ। କାରଣ ଗର୍ଭ ସଞ୍ଚାରର କ୍ରମ ଅନୁସାରେ ହିଁ ବଡ଼ ସାନ ବିବେଚନା କରାଯାଏ। ଗର୍ଭସ୍ଥାପନ ସମୟରେ ବୀର୍ଯ୍ୟ ଦୁଇ ଭାଗରେ ବିଭକ୍ତ ହୋଇ ରଜ ସହ ମିଶିଲା ବେଳେ ପ୍ରଥମେ ଯେଉଁ ଗର୍ଭ ସଞ୍ଚାରିତ ହୁଏ ତାହା ପରେ ଜନ୍ମ ନିଏ ଏବଂ ପରେ ସଞ୍ଚାରିତ ଗର୍ଭ ପ୍ରଥମେ ଜନ୍ମ ନିଏ। ଯଦା ବିଷେଦ ଦ୍ୱିଧା ଭୂତଂ ବୀଜଂ ପୁଷ୍ପଂ ପରୀକ୍ଷରତ୍ ଦୌ ତଦା ଭବतो ଗର୍ଭ ଶ୍ରୁତିର୍ବେଶ ବିପର୍ଯ୍ୟୟ। ଶ୍ରୀଧର ସ୍ୱାମୀଙ୍କ ଭାବାର୍ଥ ଦୀପିକା ଟୀକାରେ ଏହି ସଂସ୍କୃତ ଶ୍ଲୋକଟି ଲେଖାଯାଇଛି। ଅର୍ଥାତ୍ ଯେତେବେଳେ ବୀଜ ଓ ଦୁଇଭାଗ ହୁଏ, ବୀଜ ଓ ରଜ ଦୁଇଭାଗ ହୋଇ ପ୍ରଥମେ ଯେଉଁ ଗର୍ଭ ସଞ୍ଚାରିତ ହୁଏ ତାହା ପରେ ଜନ୍ମ ନିଏ ଓ ପରେ ସଞ୍ଚାରିତ ଗର୍ଭ ପ୍ରଥମେ ଜନ୍ମ ନିଏ। ଅତଏବ ଯିଏ ପ୍ରଥମେ ଜନ୍ମ ନିଏ ସେ ସାନ ଓ ପରେ ଯିଏ ଜନ୍ମ ହୁଏ ଜାଁଳା କ୍ଷେତ୍ରରେ ସିଏ ହିଁ ପ୍ରଥମେ ବଡ଼। ଦିନକୁ ଦିନ ମହାବପୁ ବଢ଼ିଲା ହିରଣ୍ୟକଶିପୁ ତପେ ବ୍ରହ୍ମାଙ୍କୁ ତୋଷ କଲା ସ୍ୱଭାବେ ତେଜ ଅନର୍ଗଳା
গদাবু লাই মহারোষে বেগে ধাইলা 10 দিশে দেখিতা হার দুষ্টপণ ভয়ে কম্পিলে দেবগণ বেগে মিলিলে তার পাশে খটিলে জীবনর আসে তার অনুজ হিরণ্যাক্ষ গদাস মরে মহাদক্ষ জ্যেষ্ঠ ভ্রাতার প্রিয়কারী যুদ্ধে বুলই গদাধরি বলে পশিলা স্বর্গপুরে সুবর্ণ নূপুর পয়রে চালন্তে ରୁଣୁ ଝୁଣୁ ବାଜେ କୁସୁମ ମାଳା ଗଳେ ସାଜେ କନ୍ଧେ ପକାଇ ଗଦାବର କିଅ ବା ଦେବା ପଟାନ୍ତର ତାର ମନ ଅତି ବେଗେ ଅତି ଉତ୍କଟ ମତ ଗର୍ବେ ଦେଖି ପଳାନ୍ତି ରିପୁଯୁଥେ ନିର୍ଭয়ে ভ্রম ই জগতে দেবে তাহার রূপ দেখি ভাজিলে ত্রিদিব উপেক্ষি ত্রিদিব অর্থাৎ স্বর্গ আকাশ তেজি দেবগণে ভয়েলু চিলে ঘোর বনে বনেলু চিলে তার দর্পে গরুড় ভয়ে জেনে সর্পে স্বর্গে পশিলা বেগে যাই দেখিলা স্বর্গে লোক নাহি দেবতা ইন্দ্র রাজ্য তুলে সর্বসম্পদ ছাড়ি গলে দেখিণ ইন্দ্রর সম্পদ অনেক কলা ঘোর নাদ মুহূর্তে স্বর্গপুরে বসি পুণিমি লীলা মূর্তি আসি অসুর বিচারই মনে পশিবি বরুণ ভুবনে মোহর প্রায় গদা বলে কেউ বা অছন্তি পাতালে এমন্ত মনে বিচারিলা জলধি মধ্যে সে পশিলা সে মদ মত হস্তি প্রায়ে জলধি মধ্যে অবগাহে জলে পশন্তে মহাসুর কম্পিলা বরুণর পুর ভাজিলে জল জন্তু গণে কেবা বলিব তাকু রণে সভয়ে সর্বে পলাইলে গভীর জলে সে পশিলে এমন্ত বরুণ ভুবনে বহুব রস কোপমনে সে বিভা বরি নামে পুরী তা মধ্যে বিচরণ করি ভ্রমই করে গদা ধরি কে তাকু সমরে উভারি তারণী শ্বাস বায়ু বেগে বহুত রঙ্গ জল ভাগে সে লৌহময় গদা নেই তাহা উপরে প্রহারই রাত্রিয়া গমে একদিনে মিলিলা বরুণ ভুবনে অଳପ হসি উপহাসে প্রণাম করি তার পাশে নিচজনଙ୍କ প্রায় হই বলই শিরে কর দেই হে রাজা শুণ মোর ବୋଲ তু যুদ্ধ কর মোর তুল তু লোক পাଳ শিরোমণি তোর মহিমা মুহি জানি তু ধর্ম ধাতা মধ্যে মেরু বীরମାନଙ୍କ দর্প চুরু মোহর দর্প ଏବେ হর সুখেরা যোশী জাগ কর এমন্ত শুনি তা বচন জলধিপতি কোপে ছন পুଣି সে কোপ କରି ସ୍ଥିର কহই বচন মধুর বলে শুণভ বীরমণি ମୁଁ ତୋର ରିପୁ ନହି ପୁଣି ତୁ ବୀର କହୁ ମୋର ହିତେ ମୁଁ ତୋତେ ଯୁଝିବି କେମନ୍ତେ ତୁ ମହାବୀରଙ୍କର ବୀର ମୋ ବୋଲେ କୋପ ତୁ ସଂହର ଭୋବୀର ରହ ଦିନା କେତେ ইচ্ছা তো যেবে যুদ্ধ অর্থে তু যুদ্ধ মার্গরে নিপুণ তো তুলে সম নারায়ণ তু বীর রণে সুপণ্ডিত কে রণে তো শিব তো চিত
କେବଳ ପୁରାଣ ପୁରୁଷ ସେ ବିଷ୍ଣୁ କରିପାରେ ତୋଷ ତୋତେ ମାରିବେ ସେ ସମୟରେ ତୁ ପୁଣି ସଂଗ୍ରାମ ଭୂମିରେ ବିରସ ୟନେ ତୁ ଆନନ୍ଦେ ଶୋଇବୁ କୁକୁରଙ୍କ ମଧ୍ୟେ ବୀରଶୟନ ଅର୍ଥାତ୍ ବୀରଶଯ୍ୟାରେ ସେ ରୂପ ବହେ ଏ ଜଗତେ ତୋହର ପ୍ରାୟ ଦୁଷ୍ଟ ଯେତେ ତାହାଙ୍କ ଗର୍ବ ଜୁର କରେ ସଂସାର ହିତେ ସେ ବିହରେ ଏମନ୍ତ ଅସୁରକୁ କହି ମନେ ଚିତ୍ତଇ ଭାବଗ୍ରାହୀ ସେ ହରି ଚରଣାର ବିନ୍ଦେ ସୁଜନେ ପ୍ରଣମ ଆନନ୍ଦେ ତୃତୀୟ ସ୍କନ୍ଧେ ଭାଗବତ କହଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସା ସଂହିତାୟାଂ ତୃତୀୟ ସ୍କନ୍ଧେ ହିରଣ୍ୟାକ୍ଷ ଦିଗ୍ବିଜୟେ ସପ୍ତଦଶ ଅଧ୍ୟାୟ। ବର୍ତ୍ତମାନ ଆସନ୍ତୁ ଏହି ଅଧ୍ୟାୟର ଆମେ ବ୍ୟାଖ୍ୟା ଶ୍ରବଣ କରିବା। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ବ୍ରହ୍ମା ସକଳ ବୃତ୍ତାନ୍ତ କହିଦେବାରୁ ଅନ୍ଧକାରର କାରଣ ଜାଣିପାରି ଦେବତାମାନଙ୍କ ମନର ସକଳ ସନ୍ଦେହ ଦୂର ହୋଇଗଲା। ସେମାନେ ସ୍ୱର୍ଗଲୋକକୁ ଫେରିଗଲେ। ଏପଟେ ଦିତି ଆଶଙ୍କା କରିଥିଲା ଯେ ପତିଦେବଙ୍କ କହିବା ଅନୁସାରେ ତାହାଙ୍କ ପୁତ୍ରମାନେ ବଡ଼ ଭୟଙ୍କର ହେବେ ଓ ଦେବତାମାନଙ୍କ ଉପରେ ବିପଦ ପଡ଼ିବ। ତେଣୁ ଗର୍ଭ ହେବାର ପୁରା 100 ବର୍ଷ ପରେ ସାଧ୍ୱୀ ଦିତି ଦୁଇଟି ଯାଆଁଳା ପୁଅ ଜନ୍ମ ଦେଲେ। ସେମାନେ ଜନ୍ମ ହେବା ସମୟରେ ସ୍ୱର୍ଗ, ପୃଥିବୀ ଓ ଅନ୍ତରିକ୍ଷରେ ଅନେକ ପ୍ରକାର ଉତ୍ପାତ ଦେଖାଗଲା। ତେଣୁ ଲୋକେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ବିଭିନ୍ନ ସ୍ଥାନରେ ପୃଥିବୀ ଓ ପର୍ବତ କମ୍ପମାନ ହେଲା। 10 ଦିଗ ଉତ୍ତାପରେ ଜଳିବାକୁ ଲାଗିଗଲା। ଉଲ୍କାପାତ ହେଲା ଏବଂ ଅନିଷ୍ଟ ସୂଚକ ଧୂମକେତୁ ଦେଖାଦେଲା। ବାରମ୍ବାର ସାଇଁ ସାଇଁ ହୋଇ ଅସହ୍ୟ ବେଗରେ ବାୟୁ ପ୍ରବାହିତ ହେଲା। ବଡ଼ ବଡ଼ ବୃକ୍ଷ ସବୁ ଉପୁଡ଼ି ପଡ଼ିଲା। ଝଡ଼ ଓ ଧୂଳି ସେହି ବାତ୍ୟାରେ ସେନା ଓ ଧ୍ୱଜା ପରି ମନେ ହେଉଥିଲା। ଏତେ ଜୋରରେ ବିଜୁଳି ମାରିବାକୁ ଲାଗିଲା ଯେ ଦେଖି ମନେ ହେଲା ଦୈବ ଅଟ୍ଟହାସ୍ୟ କରୁଛି। ମେଘମାଳା ଏପରି ସଘନ ରୂପ ଧରିଲା ଯେ ସୂର୍ଯ୍ୟ ଚନ୍ଦ୍ର ପ୍ରଭୃତି ଦେଖାଗଲେ ନାହିଁ। ତେଣୁ ଆକାଶରେ ଘନ ଘନ ଅନ୍ଧକାର ଘଟିଗଲା। ବାଟଘାଟ କିଛି ଦେଖାଗଲା ନାହିଁ। ସମୁଦ୍ର ଆର୍ତ୍ତ ଲୋକଙ୍କ ପରି କୋଳାହଳ କରିବାକୁ ଲାଗିଲା। ଏତେ ଉଚ୍ଚ ଉଚ୍ଚ ଲହରୀ ସବୁ ଉଠିଲା ଯେ ସମୁଦ୍ରରେ ଥିବା ଜଳଚର ଜୀବମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ନଦୀ ତଥା ଅନ୍ୟାନ୍ୟ ଜଳାଶୟମାନେ ମଧ୍ୟ ଅସ୍ଥିର ହୋଇଗଲେ। ପଦ୍ମବନ ଶୁଖିଗଲା। ସୂର୍ଯ୍ୟ ଓ ଚନ୍ଦ୍ରରେ ବାରମ୍ବାର ପରାଗ ଓ ଗ୍ରହଣ ଲାଗିଲା ଏବଂ ସେମାନଙ୍କ ଚତୁର୍ଦିଗରେ ଅମଙ୍ଗଳ ସୂଚକ ମଣ୍ଡଳ ଦେଖାଗଲା। ମେଘ ନ ଥାଇ ବି ମେଘଗର୍ଜନ ଶୁଭିଲା। ଗୁମ୍ଫାମାନଙ୍କରୁ ରଥଚକ୍ର ଚାଲିଲା ପରି ଘର ଘର ଶବ୍ଦ ବାହାରିଲା। ଗାଁ ଗହଳରେ ମାଇ ବିଲୁଆମାନେ ପାଟିରୁ ନିଆଁ ବାହାର କରି ଅମଙ୍ଗଳ ସ୍ୱରରେ ରଡ଼ି ଛାଡ଼ିଲେ ଏବଂ ସେମାନଙ୍କ ସହିତ ପେଚା ଓ ଅଣ୍ଡିରା ବିଲୁଆମାନେ ବି ରଡ଼ି ଛାଡ଼ିଲେ। କୁକୁରମାନେ ଉପରକୁ ମୁହଁ କରି କେବେ ଗୀତ ଗାଇବା ପରି କେବେ କାନ୍ଦିବା ପରି ବିଭିନ୍ନ ଶବ୍ଦ କଲେ। ହେ ବିଦୁର, ଗଧମାନେ ଦଳ ଦଳ ହୋଇ ଖୁରାରେ ମାଟି ଖୋଳି ଖୋଳି ଏବଂ କାନ୍ଦିଲା ପରି ରଡ଼ି କରି କରି ପାଗଳ ପରି ଏଣେ ତେଣେ ଧାଇଁଲେ। ଗଧଙ୍କ ଶବ୍ଦ ଶୁଣି ପକ୍ଷୀମାନେ ଭୟରେ କରୁଣ ରାବ କରି ନିଜ ନିଜ ବସାରୁ ବାହାରି ଉଡ଼ିଲେ। ଗୋଠରେ ବନ୍ଧା ଯାଇଥିବା ଓ ବନରେ ଚରୁଥିବା ଗାଈଗୋରୁମାନେ ଭୟରେ ମଳମୂତ୍ର ତ୍ୟାଗ କରିବାକୁ ଲାଗିଲେ। ଗାଈମାନେ ଏପରି ଡରିଗଲେ ଯେ କ୍ଷୀର ଦୁହିଁଲେ ସେମାନଙ୍କ ଚିରରୁ ରକ୍ତ ବାହାରିଲା। ମେଘମାନେ ପୂଜ ବର୍ଷା କଲେ। ଦେବବୃତ୍ତିମାନଙ୍କ ଆଖିରୁ ଲୁହ ଝରିବାକୁ ଲାଗିଲା ଏବଂ ବିନା ଝଡ଼ ପବନରେ ଗଛମାନେ ଉପୁଡ଼ି ପଡ଼ିଲେ। ଶନି, ରାହୁ ଆଦି କ୍ରୂର ଗ୍ରହମାନେ ବଳବାନ ହୋଇ ଚନ୍ଦ୍ର, ବୃହସ୍ପତି ଆଦି ସୌମ୍ୟ ଗ୍ରହମାନଙ୍କୁ ତଥା ବହୁ ନକ୍ଷତ୍ରକୁ ଲଙ୍ଘନ କରି ବକ୍ର ଗତିରେ ଗମନ କଲେ ଏବଂ ପରସ୍ପର ମଧ୍ୟରେ ସଂଗ୍ରାମ କଲେ। ଏହିପରି ଅନ୍ୟାନ୍ୟ ବିଭିନ୍ନ ଭୟଙ୍କର ଉତ୍ପାତ ଦେଖି ସନକ ଆଦିଙ୍କ ବ୍ୟତୀତ ଅନ୍ୟ ସବୁ ଜୀବ ଭୟଭୀତ ହୋଇଗଲେ। ତଥାପି ସେହି ସବୁ ଉତ୍ପାତର ମର୍ମ ଜାଣି ନ ପାରିବାରୁ ସେମାନେ ଭାବିଲେ ବୋଧହୁଏ ପ୍ରଳୟ ସମୟ ଆସିଗଲା। ଜନ୍ମ ହେଉ ହେଉ ସେହି ଦୁଇ ଆଦି ଦୈତ୍ୟ ନିଜର ପୂର୍ବ ପରାକ୍ରମ ପ୍ରକାଶ କରିବା ସହିତ ଖୁବ୍ ଶୀଘ୍ର ବଢ଼ିଯାଇ ପର୍ବତ ସମାନ ହୋଇଗଲେ। ସେମାନେ ଏତେ ଉଚ୍ଚ ହୋଇଗଲେ ଯେ ସେମାନଙ୍କର ସୁବର୍ଣ୍ଣ ମୁକୁଟର ଅଗ୍ରଭାଗ ସ୍ୱର୍ଗକୁ ସ୍ପର୍ଶ କଲା ଏବଂ ସେମାନଙ୍କର ବିଶାଳ ଶରୀର ଚତୁର୍ଦିଗକୁ ଆଚ୍ଛାଦିତ କଲା। ସେମାନଙ୍କର ଭୁଜରେ ସୁନାର ବାଜୁବନ୍ଧ ଝଟକୁଥିଲା
ଚାଲିଲା ବେଳେ ସେମାନଙ୍କର ପ୍ରତି ପଦକ୍ଷେପରେ ପୃଥିବୀ ଭୂକମ୍ପ ହେଲା ପରି ଦୋଳାୟମାନ ହେଲା ଏବଂ ଠିଆ ହୋଇଥିବା ବେଳେ ସେମାନଙ୍କର କଟିରେ ଜାଜଲ୍ୟମାନ ଦିଶୁଥିବା ମେଖଳାର ଜ୍ୟୋତିରେ ସୂର୍ଯ୍ୟ ମଧ୍ୟ ପରାଭୂତ ହେବା ପରି ଦେଖାଗଲା। ସେ ଦୁହେଁ ଥିଲେ ଯାଆଁଳା ସନ୍ତାନ। ପ୍ରଜାପତି କଶ୍ୟପ ସେମାନଙ୍କର ନାମକରଣ କରିଦେଲେ ଯେ ତାହାଙ୍କ ବୀର୍ଯ୍ୟରେ ପ୍ରଥମେ ଦିତିଙ୍କ ଗର୍ଭରେ ସ୍ଥାପିତ ହୋଇଥିଲା, ତାହାର ନାମ ହେଲା ହିରଣ୍ୟକଶିପୁ ଏବଂ ଯେ ଦିତିଙ୍କ ଗର୍ଭରୁ ପ୍ରଥମେ ବାହାରିଥିଲା ସେ ହିରଣ୍ୟାକ୍ଷ ନାମରେ ବିଖ୍ୟାତ ହେଲା। ବ୍ରହ୍ମାଙ୍କ ବରରେ ମୃତ୍ୟୁ ପ୍ରତି ନିର୍ଭୟ ହୋଇ ଯାଇଥିବାରୁ ହିରଣ୍ୟକଶିପୁ ବଡ଼ ଉଦ୍ଧତ ହୋଇଗଲା। ସେ ନିଜର ଭୁଜ ବଳରେ ଲୋକପାଳମାନଙ୍କ ସହିତ 3 ଲୋକକୁ ନିଜ ଅଧୀନ କରି ରଖିଲା। ସେ ତାର ସାନ ଭାଇ ହିରଣ୍ୟାକ୍ଷକୁ ବହୁତ ଭଲ ପାଉଥିଲା ଏବଂ ହିରଣ୍ୟାକ୍ଷ ମଧ୍ୟ ତାର ବଡ଼ ଭାଇକୁ ଭଲ ଲାଗିବା ପରି କାର୍ଯ୍ୟ କରୁଥିଲା। ଦିନେ ହିରଣ୍ୟାକ୍ଷ ଗଦାହସ୍ତରେ ଯୁଦ୍ଧର ଅବସର ଖୋଜି ଖୋଜି ଯାଇ ସ୍ୱର୍ଗଲୋକରେ ପହଞ୍ଚିଗଲା। ତାର ବେଗ ବଡ଼ ଅସହ୍ୟ ହୋଇଥାଏ। ତା ପାଦରେ ସୁନାର ନୂପୁର ଝଙ୍କାର କରୁଥାଏ। ସେ ଗଳାରେ ବିଜୟ ସୂଚକ ମାଳା ପିନ୍ଧିଥାଏ ଏବଂ କାନ୍ଧରେ ବିଶାଳ ଗଦା ପକାଇଥାଏ। ତାର ମନୋବଳ ଓ ଶାରୀରିକ ବଳ ସାଙ୍ଗକୁ ବ୍ରହ୍ମାଙ୍କର ବର ତାକୁ ଆହୁରି ମତୁଆଲା କରିଦେଇଥିଲା। ତେଣୁ ସେ ସର୍ବଦା ନିରଙ୍କୁଶ ଓ ନିର୍ଭୟ ହୋଇ ବିଚରଣ କରୁଥିଲା। ଗରୁଡ଼କୁ ଦେଖି ସାପମାନେ ଯେପରି ଭୟରେ ଲୁଚିଯାନ୍ତି, ତାକୁ ଦେଖି ଦେବତାମାନେ ସେହିପରି ଭୟରେ ସେ ଯେଉଁଠି ପାରିଲେ ଲୁଚିଗଲେ। ତା ତେଜରେ ବଡ଼ ବଡ଼ ଗର୍ବୀ ଇନ୍ଦ୍ର ଆଦି ଦେବତା ମଧ୍ୟ ଲୁଚିଯିବାରୁ ଦୈତ୍ୟରାଜ ହିରଣ୍ୟାକ୍ଷ ବାରମ୍ବାର ଭୀଷଣ ଗର୍ଜନ କରି ଫେରିଆସିଲା। ସେଠାରୁ ଫେରି ସେହି ମହାବଳୀ ଦୈତ୍ୟ ଜଳକ୍ରୀଡ଼ା କରିବା ପାଇଁ ମଦମତ ହାତୀ ପରି ଗଭୀର ସମୁଦ୍ରରେ ପଶିଗଲା। ସେତେବେଳକୁ ସମୁଦ୍ରରେ ବିଶାଳ ଲହରୀମାନେ ଭୟଙ୍କର ଗର୍ଜନ କରୁଥାନ୍ତି। କିନ୍ତୁ ସେ ସମୁଦ୍ରରେ ପାଦ ଦେବା ମାତ୍ରେ ବରୁଣଙ୍କ ସୈନିକ ଜଳଚର ଜୀବମାନେ ଭୟଭୀତ ହୋଇଗଲେ ଏବଂ ହିରଣ୍ୟାକ୍ଷ ଆକ୍ରମଣ ନ କରୁଣୁ ସେମାନେ ଛାନିଆରେ ଦୂରକୁ ପଳାଇଲେ। ମହାବଳୀ ହିରଣ୍ୟାକ୍ଷ ବହୁ ବର୍ଷ ପର୍ଯ୍ୟନ୍ତ ସମୁଦ୍ରରେ ବୁଲିଲା ଏବଂ କୌଣସି ସମକକ୍ଷ ଯୋଦ୍ଧାକୁ ନ ପାଇ ସମୁଦ୍ରରେ ବାୟୁ ବେଗରେ ଉଠୁଥିବା ପ୍ରଚଣ୍ଡ ଲହରୀମାନଙ୍କ ଉପରେ ହିଁ ନିଜର ଲୌହଗଦା ପ୍ରହାର କଲା। ଏହିପରି ବୁଲୁ ବୁଲୁ ସେ ଯାଇ ବରୁଣଙ୍କର ରାଜଧାନୀ ବିଭାବରୀ ପୁରୀରେ ପହଞ୍ଚିଗଲା। ସେଠାରେ ପାତାଳ ଲୋକର ସ୍ୱାମୀ ତଥା ଜଳଚରମାନଙ୍କର ଅଧିପତି ବରୁଣଙ୍କୁ ଦେଖି ସେ ତାଙ୍କୁ ପରିହାସରେ ଜଣେ ନୀଚ ମନୁଷ୍ୟ ପରି ନମସ୍କାରଟିଏ ପକାଇଲା ଏବଂ ଟିକିଏ ହସିଦେଇ ବ୍ୟଙ୍ଗରେ କହିଲା, ମହାରାଜ, ମୋତେ ଯୁଦ୍ଧ ଭିକ୍ଷା ଦିଅନ୍ତୁ। ପ୍ରଭୁ, ଆପଣ ତ ଲୋକପାଳକ, ରାଜା ଓ ବଡ଼ କୀର୍ତ୍ତିମାନ। ଯେଉଁମାନେ ନିଜକୁ ମହାବୀର ବୋଲି ଭାବୁଥିଲେ ସେମାନଙ୍କ ବୀର୍ଯ୍ୟ ମଦକୁ ବି ଆପଣ ଚୂର୍ଣ୍ଣ କରିଦେଇଛନ୍ତି ଏବଂ ପୂର୍ବେ ଜଗତର ସବୁ ଦୈତ୍ୟ ଦାନବକୁ ଜିତି ଆପଣ ଥରେ ରାଜସ୍ୱ ଯଜ୍ଞ ମଧ୍ୟ କରିଛନ୍ତି। ସେହି ମଦୋନ୍ମତ୍ତ ଶତ୍ରୁ ଏପରି ଉପହାସ କରିବାରୁ ଭଗବାନ ବରୁଣଙ୍କ ହୃଦୟରେ ଭୀଷଣ କ୍ରୋଧ ଜନ୍ମିଲା ସତ, କିନ୍ତୁ ନିଜର ବୁଦ୍ଧି ବଳରେ ସେ ସେହି କ୍ରୋଧକୁ ଚାପି ରଖି ଚତୁରତାପୂର୍ବକ ତାକୁ କହିଲେ, ଆରେ ଭାଇ, ମୋର ତ ଆଉ ଯୁଦ୍ଧ ଆଦିରେ ଆଗ୍ରହ ନାହିଁ। ତା ଛଡ଼ା ତୁମ ପରି ରଣକୁଶଳ ବୀରଙ୍କୁ ଯୁଦ୍ଧରେ ସନ୍ତୁଷ୍ଟ କରିପାରିବା ଭଳି ମୋର ଯୋଗ୍ୟ ପୁରୁଷ ଏକମାତ୍ର ଭଗବାନ ପୁରାଣ ପୁରୁଷଙ୍କ ଛଡ଼ା ଆଉ କେହି ମୋତେ ଦେଖାଯାଉନାହାନ୍ତି। କେବଳ ସେ ହିଁ ତୁମର କାମନା ପୂର୍ଣ୍ଣ କରିପାରିବେ। ତେଣୁ ତୁମେ ତାଙ୍କରି ପାଖକୁ ଯାଅ। ତୁମ ପରି ବୀରମାନେ ତାହାଙ୍କର ଗୁଣଗାନ କରିଥାନ୍ତି। ସେ ବଡ଼ ବୀର, ତାଙ୍କ ପାଖରେ ପହଞ୍ଚୁ ପହଞ୍ଚୁ ହିଁ ତୁମର ସବୁ ଗର୍ବ ଖର୍ବ ହୋଇଯିବ ଏବଂ ତୁମେ କୁକୁରଙ୍କ ମେଳରେ ବୀର ଶଯ୍ୟାରେ ଶୋଇଯିବ। ତୁମ ପରି ଦୁଷ୍ଟଙ୍କୁ ମାରିବା ନିମନ୍ତେ ତଥା ସତ୍ପୁରୁଷଙ୍କୁ ତାରିବା ନିମନ୍ତେ ସେ ଅନେକ ପ୍ରକାର ରୂପ ଧାରଣ କରନ୍ତି। ଏହି ଥିଲା ଏହି ସୁନ୍ଦର ଅଧ୍ୟାୟର ବ୍ୟାଖ୍ୟା। ଆପଣମାନେ ଏହାକୁ ଧୈର୍ଯ୍ୟର ସହ ଶୁଣିଥିବାରୁ ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। ଶାସ୍ତ୍ର ଶୁଣନ୍ତୁ, ଅନେକ ଜ୍ଞାନ ଯାହାକି ସମାଜରେ ଲୁପ୍ତ ହୋଇଯାଇଛି ସେହି ବିଷୟରେ ଆପଣ ଜାଣନ୍ତୁ ଏବଂ ନିଜକୁ ଭାବନ୍ତୁ ଯେ ଆଜି ପର୍ଯ୍ୟନ୍ତ ଯାହା ପଢ଼ିଥିଲେ ତାହା ଠିକ୍ ଥିଲା ବା ଭୁଲ ଥିଲା। କାରଣ ମନୁଷ୍ୟ ଏକମାତ୍ର ଜୀବ, ଯାହା ଶିଖିଥାଏ ତାହା ଭୁଲ କି ଠିକ୍ ତାହାକୁ ସେ ତର୍ଜମା କରିପାରେ। ଅନ୍ୟଥା ମଣିଷ ବି କଥା କହେ, ଆଉ ଶୁଆ ବି କଥା କହେ, ସାରି ବି କଥା କହେ, ବଣି ବି କଥା କହେ, କିନ୍ତୁ ସେମାନେ ଶିଖିଥିବା କଥାକୁ କେବେ ଠିକ୍ ଭୁଲ ନିର୍ଣ୍ଣୟ କରିପାରନ୍ତି ନାହିଁ। କେବଳ ମନୁଷ୍ୟ ପାଖରେ ଏତିକି ଶକ୍ତି, ଶିଖିଥିବା କଥା ନ ଜାଣିଥିବା କଥାକୁ ସେ ଜାଣିବାକୁ ଚେଷ୍ଟା କଲେ ଜାଣିପାରିବ। ଆପଣମାନଙ୍କର ମଙ୍ଗଳ ହେଉ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।